ରାଇରଙ୍ଗପୁର ଡାକ ଡିଭିଜନର ଦ୍ୱିତୀୟ ସ୍ଥାପନା ଦିବସ ପାଳିତ। ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁରର ଡାକ ଡିଭିଜନ ଦ୍ୱିତୀୟ ସ୍ଥାପନା ଦିବସ ସ୍ଥାନୀୟ ମହତାବ ଭବନଠାରେ ସଭାପତି ରାଇରଙ୍ଗପୁର ଡିଭିଜନ ଡାକ ଅଧୀକ୍ଷକ ଗୌରାଙ୍ଗ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ରୂପେ ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜୋଲେନ ନାୟକ, ଆଇବିପିଏମ୍ ସିନିୟର ମ୍ୟାନେଜର ରାଇରଙ୍ଗପୁର ବ୍ରାଞ୍ଚ ଜଗଜିତ ମହାନ୍ତ, ରାଇରଙ୍ଗପୁର ଡିଭିଜନ ସହଡାକ ଅଧୀକ୍ଷକ ଟିକନ କୁମାର ଦେବତା, ରାଇରଙ୍ଗପୁର ହେଡ ପୋଷ୍ଟମାଷ୍ଟର ରାମେଶ୍ୱର ହେମ୍ରମ, ବାରିଙ୍ଗିପୋଷି ସବଡିଭିଜନ ଇନ୍ସପେକ୍ଟର ଅଫ ପୋଷ୍ଟ ଦିନେଶ କୁମାର ପାତ୍ର, କରଞ୍ଜିଆ ସବଡିଭିଜନ ଇନ୍ସପେକ୍ଟର ଅଫ ପୋଷ୍ଟ ସୁବ୍ରତ ଖାନାରା ଓ ରାଇରଙ୍ଗପୁର ସବଡିଭିଜନ ଇନ୍ସପେକ୍ଟର ଅଫ ପୋଷ୍ଟ ତନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଅତିଥିଗଣକୁ ପୁଷ୍ପଗୁଚ୍ଛ ଓ ଉପଢକନ ଦେଇ ସମ୍ମାନିତ କଲା ପରେ ଜଗତର ନାଥ ଜଗନ୍ନାଥଙ୍କ ପାଦପଦ୍ମରେ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସଭାପତି ରାଇରଙ୍ଗପୁର ଡିଭିଜନ ଡାକ ଅଧ୍ୟକ୍ଷକ ସଭାପତିତ୍ୱ ବକ୍ତବ୍ୟ ଦେବା ପରେ ସମ୍ମାନିତ ଅତିଥି ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ ଓ ରାଇରଙ୍ଗପୁର ବିଧାୟକ ଜୋଲେନ ନାୟକ ଭାରତୀୟ ଡାକସେବା ଉପରେ ସୁଚିନ୍ତିତ ବକ୍ତବ୍ୟ ଦେବା ପରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ମମତା ମହାନ୍ତ ନିଜ ବକ୍ତବ୍ୟରେ ଭାରତୀୟ ଡାକସେବା ଲୋକମାନଙ୍କ ସେବାରେ ସମର୍ପିତ। ଅତୀତରୁ ବର୍ତ୍ତମାନକୁ ଦେଖିଲେ ଭାରତୀୟ ଡାକସେବା ଯଥେଷ୍ଟ ଉନ୍ନତି ସାଧିତ କଲାଣି। ଏହାର ବିଭିନ୍ନ ଯୋଜନାରେ ଆକୃଷ୍ଟ ହୋଇ ଲୋକମାନେ ବହୁ ଖାତା ଖୋଲୁଛନ୍ତି। ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଚେଷ୍ଟାରେ ରାଇରଙ୍ଗପୁର ସହରର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଉନ୍ନତି ସାଧନ ଦେଖିବାକୁ ମିଳିଛି। ପୁଣି ତାଙ୍କର କର୍ମମୂଳରେ ରାଇରଙ୍ଗପୁର ଡାକ ଡିଭିଜନ ସ୍ଥାପନା କରାଯାଇଛି। ଏହାପରେ ପୁରସ୍କାର ବିତରଣୀ ପୂର୍ବରେ ଅଧିକ ପ୍ରିମିୟମ ହାସଲ କ୍ଷେତ୍ରରେ ଡିପାର୍ଟମେଣ୍ଟାଲ ଅଫିସାଲ କ୍ଷେତ୍ରରେ ଏସପିଏମ ଶୀର୍ଷା, ଏସଇଓ ରବୀନ୍ଦ୍ର କୁମାର ମହାନ୍ତ ଓ ଜିଡିଏସ କ୍ଷେତ୍ରରେ ବିପିଏନଓ ଦିଗବର ବିଓ ଓ ଠାକୁରମୁଣ୍ଡା ଏସଓ ଅଞ୍ଜନ କୁମାର ବାରିଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଭିନ୍ନ ଯୋଜନାରେ କୃତି ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ଡାକ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୋପାଳ, ପରମେଶ୍ୱର ପରେଶ ଚନ୍ଦ୍ର ମହାନ୍ତ ଓ ସୌରଭ କୁମାର ଘଣା ପ୍ରମୁଖ ସଭା ପରିଚାଳନା କରିଥିଲେ। ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଇରଙ୍ଗପୁର ଡାକ ଡିଭିଜନର ସମସ୍ତ କର୍ମଚାରୀଗଣ ସହଯୋଗ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଜତଳା ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦହ, ସମ୍ମାନିତ ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ମହାନ୍ତ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଝୁଲିଲାଲ ମହାନ୍ତ, ବିଜତଳା ବିଡିଓ ଓ ବଂଶୀଧର ଖୋସାଲା, ବିଶୋଇ କ୍ଲବ ସାଂସଦ ପ୍ରତିନିଧି ଉମାକାନ୍ତ ନନ୍ଦ, ବିଜତଳା ବ୍ଲକ ସାଂସଦ ପ୍ରତିନିଧି ଅହମ୍ମଦ ମହାନ୍ତ, ପଶ୍ଚିମ ମୟୂରଭଞ୍ଜ ଯୁବ ମୋର୍ଚ୍ଚା ସଭାପତି ଆଲୋକ ମହାନ୍ତ ତଥା ଭାରତୀୟ ଜନତା ପାର୍ଟିର କର୍ମୀଗଣ ଯୋଗ ଦେଇଥିଲେ। ଏହାପରେ ଏକ ସାଧାରଣ ବୈଠକ ହୋଇଥିଲା। ଏଥିରେ ମଧ୍ୟ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦହ ସହିତ ଅନ୍ୟମାନେ ଯୋଗ ଦେଇଥିଲେ। ପରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଯୋଗ ଦେଇଥିଲେ। ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତ ସ୍ୱାଗତ ଭାଷଣ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି ନିଜ ବକ୍ତବ୍ୟରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ଅତୁଳନୀୟ, ତାଙ୍କ ଯୋଗୁଁ ଭାରତ ଏକତା ସୂତ୍ରରେ ବାନ୍ଧି ହୋଇଥିଲା। ଏହାପରେ ବିଜତଳା ବିଡିଓ ଓ ବଂଶୀଧର ଖୋଲାସା କହିଥିଲେ ଯେ ମହାପୁରୁଷ ମାନଙ୍କର ତ୍ୟାଗ ବ୍ୟର୍ଥ ଯାଇନାହିଁ। ସେମାନେ ଦେଶ ପାଇଁ ନିଜର ପ୍ରାଣବିନ୍ଦୁ ଜଳାଞ୍ଜଳି ଦେଇଥିଲେ। ଏଥିମଧ୍ୟରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ୟତମ। ମୁଖ୍ୟ ଅତିଥି ସାରସକଣା ବିଧାୟକ ଭାଦବ ହାଁସଦହ ବକ୍ତବ୍ୟ ଦେବାକୁ ଯାଇ କହିଥିଲେ ଯେ ସ୍ୱାଧୀନତା ଓ ରାଷ୍ଟ୍ର ଗୌରବ ଓ ସସ୍ମିତାର ଅମର ଉଦ୍ଘୋଷ ବନ୍ଦେ ମାତରମ୍ ରଚନାକୁ 150 ବର୍ଷ ପୂର୍ତ୍ତି ହେବା ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ପାଳିତ ହେଉଛି। ଶହୀଦ ବିର୍ସା ମୁଣ୍ଡାଙ୍କ ମଧ୍ୟ 150ତମ ଜୟନ୍ତୀ ପାଳିତ ହେଉଅଛି। ପୁଣି ସ୍ୱଦେଶୀ ଜାଗରଣ ଉପରେ ମାର୍ଗଦର୍ଶନ କରିଥିଲେ। ରାଜ୍ୟସଭା ସାଂସଦ ମମତା ମହାନ୍ତ ବକ୍ତବ୍ୟରେ ବୀର ଦେଶଭକ୍ତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କୃତି ଓ କୃତିତ୍ୱ ବିଷୟରେ ସଂକ୍ଷେପରେ କହିଥିଲେ।
ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ମହାନ୍ତ ସଭା ପରିଚାଳନା କରିଥିଲେ। ଏଥିରେ ବିଜୟଦଳା ବ୍ଲକର ସମସ୍ତ ପଞ୍ଚାୟତରୁ ବହୁ ନରନାରୀ ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ସମବାୟ ସପ୍ତାହ ପାଳିତ। ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ବିକାଶରେ ସମବାୟ ସମିତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାମନଘାଟି ଉପଖଣ୍ଡର 80ରୁ 90% ଲୋକ ଚାଷ ଉପରେ ନିର୍ଭରଶୀଳ। ଚାଷ ପାଇଁ ସୁଲେଇପାଟ, ବାଙ୍କବଳ, ନେସା ଡ୍ୟାମ୍ ରହିଥିବାରୁ ସମବାୟ ସମିତିର କର୍ମକର୍ତ୍ତାମାନେ ଚାଷୀମାନଙ୍କ ପାଖକୁ ଯାଇ ସେମାନଙ୍କ ଚାଷ ପ୍ରତି ଉତ୍ସାହିତ କରିବାକୁ ସାରସକଣା ବିଧାୟକ ଭାଦବ ହାଁସଦହ ଆହ୍ୱାନ କରିଛନ୍ତି। ରାଇରଙ୍ଗପୁର ସହରସ୍ଥିତ ମହତାବ ଭବନଠାରେ ଅନୁଷ୍ଠିତ 72ତମ ନିଖିଳ ଭାରତ ସମବାୟ ସପ୍ତାହ ରାଇରଙ୍ଗପୁରର ସମବାୟ ସମିତିର ବରିଷ୍ଠ ସରକାରୀ ନିବନ୍ଧକ ତୁଷାରକାନ୍ତି ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଭାଷ୍ୟକାର ମନମୋହନ ପରିମାଣିକ ମଞ୍ଚ ସଞ୍ଚାଳନ କରିଥିଲେ। ବିଜେପି ବରିଷ୍ଠ ନେତା ନବୀନ କୁମାର ରାମ, ମୟୂରଭଞ୍ଜ ଖଣ୍ଡର ସମବାୟ ସମିତିର ସମୂହର ଉପନିବନ୍ଧକ ଅଶୋକ କୁମାର ପାଣି, ଉପଖଣ୍ଡ ଅତିରିକ୍ତ ଯୋଗାଣ ସହାୟକ ସାରଙ୍ଗଧର ବେହେରା, ଉଦ୍ୟାନ ବିଭାଗର ସରକାରୀ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ। ଗୁହାଳଡାଙ୍ଗିରି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ରାଜ, ରାଇରଙ୍ଗପୁର ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।